ଅଳିଆ ପକାକୁ ନେଇ କଣ୍ଡରପଡ଼ା ଓ ଓଡ଼ିଆ ଆଲପୁର ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଭାଙ୍ଗିଲେ ଘରର ଆଜବେଷ୍ଟ ଓ ବାଇକ୍, 5ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା। ଅଳିଆ ପକାକୁ ନେଇ ପଥରା କଣ୍ଡରାପଡ଼ା ଓ ଓଡ଼ିଆ ଆଲପୁର ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଘରର ଆଜବେଷ୍ଟ ଓ ବାଇକ୍ ଭାଙ୍ଗି ଦେଇଛନ୍ତି। ତା ସହ 5 ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଖଲିକୋଟ ଥାନା ଅନ୍ତର୍ଗତ ପଥରା କଣ୍ଡରାପଡ଼ା ଗ୍ରାମର କିଛି ଲୋକ ପଚା ସଢ଼ା ଅଳିଆ ଗଦାକୁ ନେଇ ଓଡ଼ିଆ ଆଲପୁର ଗ୍ରାମ ରାସ୍ତା କଡ଼ରେ ପକାଇଥିଲେ। ଏହାକୁ ଓଡ଼ିଆ ଆଲପୁର ଗ୍ରାମର କିଛି ବ୍ୟକ୍ତି ବିରୋଧ କରିଥିଲେ। ପରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହାଫଳରେ 5 ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ କଣ୍ଡରପଡ଼ା ଗ୍ରାମର ଉତ୍ତ୍ୟକ୍ତ ଲୋକେ ଓଡ଼ିଆ ଆଲପୁର ଗ୍ରାମର ଗୋଟିଏ ଘରର ଆଜବେଷ୍ଟ ଭାଙ୍ଗିବା ସହ ଗୋଟିଏ ବାଇକ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସେପଟେ ଖବର ପାଇ ଖଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ବିଳମ୍ବିତ ରାତିରେ କଣ୍ଡରପଡ଼ା ଗ୍ରାମର ଶତାଧିକ ମହିଳା ଭେଜପୁର ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଓଡ଼ିଆ ଆଲପୁର ଗ୍ରାମ ପକ୍ଷରୁ ମଧ୍ୟ ଫାଣ୍ଡିରେ ଅଭିଯୋଗ ହୋଇଛି। ତେବେ ଦୁଇ ପକ୍ଷର ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ଗଞ୍ଜାମ ଖଲିକୋଟରୁ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, IOI ନ୍ୟୁଜ୍।